10 ମିନିଟ୍ ପରେ କଟିଯିବ, ଆଉ ଥରେ ଲିଙ୍କ ପଠେଇବି ହେଲା। ତ କିସ କିସ ଲେଖିଥିଲି ସେଇଟା ଲିଭିଗଲା ହେଲା। ଏଟା ସରିବନି କି ନା ଆଉ ଲାଗିବ? କିଟା? ତା ଖାଲି ଭିଆଇ ନମ୍ବର ଟା ଲେଖୁନ। ଭିଆଇ ହେଲା। ଭିଆଇ ତ ଜଙ୍ଗଲ କିସ କିସ ତା ପୂର୍ବ ପଏଣ୍ଟଟା କିସ ଲେଖିଥିଲି? ଜଙ୍ଗଲ ମାନେ ହଉଛି କ୍ଷୟ ହେଲେ କିସ ହୁଏ ଲେଖିଥିଲେ ଯେ। କମ ଅରଣ୍ୟ ଥିବା ସେଟା ତ ଲେଖିଥିଲେ ଖାଲି ଅରଣ୍ୟ ଭୂମି କମ ହେଲେ ଜଳବାୟୁ ପରିବର୍ତ୍ତନ ହୁଏ। ଜଳବାୟୁ ପରିବର୍ତ୍ତନ ହୁଏ। ତାପରେ ହଉଛି ତାପମାତ୍ରା ବୃଦ୍ଧି ପାଏ, ବାତ୍ୟା ହୁଏ, ଦେଖିଥିଲେ କି? ହେଲା ଆଉ ଥରେ ଲେଖି ଦଉଛେ ନହେଲେ। ତାପରେ ବାତ୍ୟା ହୁଏ। ଅରଣ୍ୟ ଭୂମି କମ ହେଲେ କିସ କମ ହୁଏ ହେଲେ କୁହ? ଜଳବାୟୁ ପରିବର୍ତ୍ତନ। ଜଳବାୟୁ ପରିବର୍ତ୍ତନ ହୁଏ। ଜଳବାୟୁ ପରିବର୍ତ୍ତନ ହୁଏ। ରୋହିତ କାଲି ଖାତା ଦେଖେଇବୁ ତ। ତାପମାତ୍ରା ବୃଦ୍ଧି ତାପମାତ୍ରା ବୃଦ୍ଧି ଆଉ ହଉଛି ତାପମାତ୍ରା ବୃଦ୍ଧି ହୁଏ। ତାପମାତ୍ରା ବୃଦ୍ଧି ତାପମାତ୍ରା ଆଉ ବୃଦ୍ଧି। ବାତ୍ୟା ବାତ୍ୟା ହେଲା। ଆଉ ଗୋଟେ ଲେଖିଦିଅ ଅନିୟମିତ ବୃଷ୍ଟିପାତ। ଅନିୟମିତ ବୃଷ୍ଟିପାତ ହୁଏ। ବୃଷ୍ଟିପାତ ହୁଏ ହେଲା। ବୃଷ୍ଟିପାତ ମାନେ ଅନିୟମିତ ବୃଷ୍ଟିପାତ ମାନେ ହଉଛି ଜଳବାୟୁ ଅନିୟମିତ ପରିବର୍ତ୍ତନ ଯାହା ଅନିୟମିତ ବୃଷ୍ଟିପାତ ହେଲା। ଅନିୟମିତ ବୃଷ୍ଟିପାତ ମାନେ ବର୍ଷା ଦିନେ ବର୍ଷା ଦବନି ହେଲା। ଆଉ ଯୋଉ ଦିନ ବର୍ଷା ଦେବ ସେଦିନ ପୁରା ମାନେ କିସ ଭାସେଇ ନେଇଯିବ ବହୁତ ହେଲା। ତ ହଉଛି ଜଙ୍ଗଲ ଭୂମିକୁ ମାନେ କ୍ଷୟ ଯେମିତି ହବନି ସେଇଥି ପାଇଁ ସରକାରଙ୍କର ପଦକ୍ଷେପ କିସ ଲେଖିଦବା ହେଲା। ଜଙ୍ଗଲ ଭୂମି କ୍ଷୟ ନହେବା ପାଇଁ ଜଙ୍ଗଲ ଭୂମି କ୍ଷୟ ନହେବା ପାଇଁ କ୍ଷୟ ନହେବା ପାଇଁ ସରକାର ହୁଁ। ସରକାର କିସ କରିଦେଇଛନ୍ ବନୀକରଣ। ବନୀକରଣ ମାନେ କିସ ନୂତନ ଜଙ୍ଗଲ ସୃଷ୍ଟି କରବା ହେଲା। ବନୀକରଣ, ଅରଣ୍ୟ ସଂରକ୍ଷଣ, ଅରଣ୍ୟ ସଂରକ୍ଷଣ, ଅରଣ୍ୟ ସଂରକ୍ଷଣ, ଅରଣ୍ୟ ସଂରକ୍ଷଣ, ବନ ମହୋତ୍ସବ, ଉତ୍ସବ, ବନ ମହୋତ୍ସବ, ଓ ଅରଣ୍ୟ ନୀତି ବାହାର କରିଛନ୍ତି। ଅରଣ୍ୟ ନୀତି। ହୁଁ। ଅରଣ୍ୟ ଅରଣ୍ୟ ନୀତି ବାହାର କରିଛନ୍ତି। ହେଲା ଅରଣ୍ୟ ନୀତି ପାଖରେ ବ୍ରାକେଟ ଦେଇଦିଅ। 1952ରେ ଗୋଟେ ଅରଣ୍ୟ ନୀତି ବାହାରିଥିଲା ହେଲା। 1988ରେ ଗୋଟେ ବାହାରିଥିଲା। ଆଉ ଗୋଟେ କିସ 2018ରେ ଅରଣ୍ୟନୀତି ବାହାର କରିଛନ୍ତି। ତାର କରିଛ କେତେ କେତେଟା? 1952ରେ ଗୋଟେ, 1988ରେ ଗୋଟେ, 2018ରେ ଗୋଟେ ହେଲା। ତ ସରକାର କିସ କିସ କରିଛନ୍ ଜଙ୍ଗଲ ଭୂମି ଯେମିତି କ୍ଷୟ ନ ହବ ସରକାର କିସ କରିଦେଇଛନ୍ ବନୀକରଣ। ବନୀକରଣ ମାନେ କିସ ନୂଆ ଜଙ୍ଗଲ ତିଆରି କରବା ହେଲା। ନୂଆ ଜଙ୍ଗଲ ଗଛ କାଟୁଛ ଠିକ ଅଛି କିନ୍ତୁ ଗଛ କାଟିବା ବଦଳରେ ଗୋଟେ ଗଛ କାଟିବ ଦୁଇଟା ଗଛ ଲଗେଇବ ହେଲା। ବନୀକରଣ ମାନେ ନୂଆ ଜଙ୍ଗଲ ତିଆରି କରବା ହେଲା। ତାପରେ ଅରଣ୍ୟ ସଂରକ୍ଷଣ। ଅରଣ୍ୟ ସଂରକ୍ଷଣ ମାନେ ଏମିତି କରିଦେଇଛନ୍ ସେଇ ଜଙ୍ଗଲ ଟାକୁ କେହି କାଟି ପାରିବନି ହେଲା। ପାଚେରୀ ଘେରି ଦଉଛନ୍ ଜଙ୍ଗଲର ସାଇଡ ପାଚେରୀ ଘେରି ଦଉଛନ୍। ତାପରେ ବନ ମହୋତ୍ସବ। ବନ ମହୋତ୍ସବ ମାନେ ଯେମିତି ମକର ପର୍ବ ଗୋଟେ ପାଳନ କରାଯାଏନି ହେଲା ସେମିତି ହଉଛି ଆଜ୍ଞା। ଜଙ୍ଗଲକୁ ରକ୍ଷା କରିବା ବିଷୟରେ ଗୋଟେ ପର୍ବ ପାଳନ କରାଯାଏ ସେଟାକୁ ବନ ମହୋତ୍ସବ କରାଯାଏ ହେଲା। ତାପରେ ଅରଣ୍ୟ ନୀତି ତିଆରି କରିଦେଇଛନ୍। ଅରଣ୍ୟ ନୀତି କିସ 1952 ତାପରେ 1988ରେ ଗୋଟେ 2018ରେ ଗୋଟେ ହେଲା ବାହାର କରାହେଇଛି କିସ ସରକାରଙ୍କ ଦ୍ୱାରା ବୁଝିହେଲା। ଏତିକି ଥିଲା ହଉଛି କିସ ଅରଣ୍ୟ। ଅରଣ୍ୟ ଭୂମି ଥିଲା ଏତିକି ବୁଝିହେଲା। ଅରଣ୍ୟ ଭୂମି ପରେ କି ଭୂମି ପଡବା? ପରେ ଚାଷ ଭୂମି। ଚାଷ ଭୂମି କି? ଆଜ୍ଞା। କିସ ହେଡିଙ୍ଗ ଦେଇଥିଲେ? ଅରଣ୍ୟ ଭୂମି ଚାଷ କୃଷି ଭୂମି ନା କୃଷି ଭୂମି ନା ଗୋଚାରଣ ଭୂମି କିସ ଦିଆହେଲା? ଚାଷ ଏଇଟା ଭୂମି ତ ଚାଷ ଚାଷ ଭୂମି ଦେଇଥିଲେ ତ ହଉ ଚାଷ ଭୂମି ଲେଖିଦିଅ। ବା କୃଷି ଭୂମି।
ଚାଷ ଭୂମି ଲେଖିଦିଅ ବା କୃଷି ଭୂମି ହେଲା। କଟିଗଲା ଆଉ ଥରେ ପଠେଇବି ଲିଙ୍କ ହେଲା। ତ ଫାଷ୍ଟ ଲେଖିଦେବି ହେଲା। ଯୋଉ ଜମିରେ ଚାଷ ଜମି କାହାକୁ ଚାଷ ଭୂମି କାହାକୁ କୁହାଯାଏ ଲେଖିଦବା ହେଲା। ଯେଉଁ ଭୂମିରେ ଚାଷ ହୁଏ ତାକୁ ଚାଷ ଭୂମି କୁହାଯାଏ। ଯେଉଁ ଭୂମିରେ କିସ ଚାଷ କରାଯାଏ, ଚାଷ ହୁଏ, ଚାଷ ତାହାକୁ କିସ କୁହାଯାଏ? ତାହାକୁ ଚାଷ ଭୂମି କୁହାଯାଏ। ଚାଷ ଭୂମି କୁହାଯାଏ ହେଲା। ଯେଉଁ ଭୂମିରେ ଚାଷ ହୁଏ ତାକୁ ଚାଷ ଭୂମି କୁହାଯାଏ ହେଲା। ତାପରେ ଲେଖିଦେବି, ଶୁଣ ଏଇନା କଟିଯିବ ହେଲା। କଟିଯିବ ମାନେ ମୁଁ କାଟିକି ଆଉଥରେ ପଠଉଛି ବୁଝିହେଲା। ଆଉ ନହେଲେ ଏତେ ଆଜ୍ଞା କଷ୍ଟରେ ଲେଖିଦବା ନହେଲେ କଟିଯିବ ଆଉ। କାଟିକି ଆଉଥରେ ପଠଉଛି। ହଉ।